ମୁଁ ଜିତେଶ ମହାନ୍ତି, ଚିଫ୍ ଏଡିଟର, ସୂର୍ଯ୍ୟାଲୋକ ମିଡ଼ିଆ। ଆଜିର ବିଷୟ କିଛି ଏମିତି ଠକଙ୍କୁ ନେଇ ରାଜଧାନୀରେ ମାତିଛନ୍ତି ଠକ। ସେମାନେ ସମ୍ବଲପୁର, ବରଗଡ଼ ଏବଂ ଭୁବନେଶ୍ୱର ଥିବା ବରଗଡ଼ର କିଛି ବ୍ୟକ୍ତି ୟାଙ୍କର ଗୋଟେ ରାକେଟ କାମ କରୁଛି। ଏମାନେ ମୁଖ୍ୟତଃ କିଛି ଆଶାୟୀ ପଇସା, ଯେଉଁମାନେ ତାଙ୍କ ପାଖରେ ପଇସା ଥିବ ବା ଟଙ୍କା ଥିବ, ବସ୍ କିଣା ବିକା କରିବା, କାର୍ କିଣା ବିକା କରିବା, ବା କିଏ କାର୍ କିଣିବାକୁ ଚାହୁଁଥିବ, କିଏ ବସ୍ କିଣିବାକୁ ଚାହୁଁଥିବ, ଏମାନେ ତାକୁ ଟାର୍ଗେଟ କରନ୍ତି। ଟାର୍ଗେଟ କଲା ପରେ ତାଙ୍କୁ ବସ୍ର କିଛି ଫଟୋ ପଠାନ୍ତି, ଆଡଭାନ୍ସ ଉଠାନ୍ତି, ପରେ ଆଉ ସେମାନଙ୍କୁ ସେ ଦେଖା ଦିଅନ୍ତି ନାହିଁ, ତାଙ୍କର ଫୋନ ଉଠାନ୍ତି ନାହିଁ, ବା ଯେଉଁ ବ୍ୟକ୍ତି କିଣିବାକୁ ଆଡଭାନ୍ସ ଦେଇଥିବ ବାରମ୍ବାର ସେ ହଇରାଣ ହେଲା ପରେ ମଧ୍ୟ ଏମାନେ ତାଙ୍କୁ ଠକି ଚାଲନ୍ତି। ଏବଂ ସେମାନଙ୍କର ନାଁରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା, ଭୁବନେଶ୍ୱର ଭରତପୁର ଥାନା ଏବଂ ବରଗଡ଼, ସମ୍ବଲପୁର ବିଭିନ୍ନ ଜାଗାରେ କେସ୍ ରୁଜୁ ହେଇଛି, ରେଜିଷ୍ଟ୍ରି ହେଇଛି। କିନ୍ତୁ ପୁଲିସର ହାତ ତାଙ୍କ ପାଖକୁ ପହଞ୍ଚି ପାରୁନାହିଁ। ଅତଏବ କହିବା କଥା, କମିଶନରେଟ ପୁଲିସର ହାତ ଖାଲି, ନା ଜାଣି ଶୁଣିକି ଖାଲି ସେମାନେ ଅଭିନୟ କହୁଛନ୍ତି ନାଇଁ ସେ ତାକୁ ଆମେ ପାଉନାହୁଁ, ତାର ଫୋନ ନମ୍ବର ଲାଗୁନାହିଁ। ଏହା କେମିତି ସମ୍ଭବ? ମାସ ବର୍ଷ ଧରି ରେଜିଷ୍ଟ୍ରି ହେଲା ପରେ ବି ଆଜି ଦିନରେ ବି ପୁଲିସର ହାତ ବର୍ତ୍ତମାନ ସୁଦ୍ଧା ପୁଲିସର ଖାଲି ଅଛି। ପୁଲିସ ତାଙ୍କ ପାଖକୁ ପହଞ୍ଚି ପାରୁନାହିଁ। ଏବଂ କିଛି ବ୍ୟକ୍ତି ଭୁବନେଶ୍ୱରରେ ମଧ୍ୟ ଅଛନ୍ତି ଯେଉଁମାନେ କି ଏଇଭଳି ବସ୍ ବିକ୍ରି କରିବ ବୋଲି କହି ଫେକ୍ ଫଟୋ ପଠାଇ ବିଭିନ୍ନ ଲୋକଙ୍କୁ ଠକି ଚାଲୁଛନ୍ତି। ସେମାନଙ୍କ ଉପରେ ଅତି ଜଲ୍ଦି ପୁଲିସର ନଜର ବି ପଡ଼ିବ ଏବଂ ଯାହା ଆଶା କରାଯାଏ ସେମାନେ କିଛି ଦିନ ଭିତରେ ଜେଲର ଚାରିକାନ୍ଥ ଭିତରକୁ ନିଶ୍ଚିତ ଯିବେ। ଏବଂ ମୋର କହିବା କଥା, ମୁଖ୍ୟ କଥା ଏହା ଯେ ଏହିଭଳି ଠକଙ୍କୁ କେବଳ କାଗଜରେ ଲିଖିତ ସୀମିତ କରିଦେଲେ ହବ ନାହିଁ। ତ ଏହିଭଳି ଠକଙ୍କୁ ପୁଲିସ ଧରିବା ସାଙ୍ଗରେ ଏମିତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଅନ୍ତୁ ଯାହାକି ଆଗାମୀ ଦିନରେ କୌଣସି ବି ବ୍ୟକ୍ତି ଏମାନଙ୍କର ଠକର ଶିକାର ନ ହୁଅନ୍ତୁ ଏବଂ ଏମାନେ ଅତି ଜଲ୍ଦି ଜେଲର ଚାରିକାନ୍ଥ ଭିତରକୁ ଯାଆନ୍ତୁ। କଠିନରୁ କଠିନ ଏମାନଙ୍କୁ ଦଣ୍ଡ ମିଳୁ। ନମସ୍କାର।